इस वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू यूट्यूब क्लासेस। तो पिला माने आजकार जो क्लास टी होचे आंध्र प्रदेश स्टेट बीएड रो थर्ड सेमेस्टर रिकॉर्ड राइटिंग पैटर्न ऊपर। तो आंध्र बीएड जदि आपण प्रैक्टिकल रिकॉर्ड लिखिया पे चाहउछन तो ए वीडियो माध्यम रे आपण जानि परिबे थर्ड सेमेस्टर रे किपरि आपण रिकॉर्ड टी को भला भाबे लिखि परिबे। तो आसंतु ये डिस्कस करबा जे किपरि आपण रिकॉर्ड टी को भला भाबे लिखि परिबे, जहा द्वारा आपण कोनोसी असुविधा हेबो नाही। तो टोटाल आपणकर होची 8 माने 8 नंबर ऑफ रेकॉर्ड जहा कि आपण थर्ड सेमेस्टर लिखिबार अछि। प्रैक्टिकल रेकॉर्ड किपर लिखिबे आसंतु जानिबे। देखନ୍ତୁ ପ୍ରଥମେ ହଉଛି ଆପଣ ଦେଖିପାରିବେ ହଉଛି ଆପଣଙ୍କର ଯାହା ବି 8ଟା ରେକର୍ଡ ଅଛି ସେ ରେକର୍ଡ ଉପରେ ଆପଣ ଯେତେବେଳେ 8ଟା ରେକର୍ଡ ଦେଖୁଛନ୍ତି ସେଥିରେ ଆପଣ ପ୍ରଥମେ ଆପଣ ପାଇବେ ଲର୍ଣ୍ଣିଂ ଆସେସମେଣ୍ଟର ଗୋଟେ ରେକର୍ଡ ପାଇବେ ଯୋଉଠି ଲର୍ଣ୍ଣିଂ ଆସେସମେଣ୍ଟ ବୋଲି ଲେଖା ହେଇଥିବ। ଆପଣ ଯେପରି ଆପଣ ଏଇ ଚ୍ୟାନେଲର ପ୍ଲେଲିଷ୍ଟରେ ଯାଇ ଦେଖିପାରିବେ ନ୍ୟୁଜ୍ ଆଣ୍ଡ ଅପଡେଟ୍ସରେ ଯେ ଆପଣ ଫାର୍ଷ୍ଟ ସେମିଷ୍ଟର ରେକର୍ଡ କିପରି ଲେଖିବେ, ସେକେଣ୍ଡ ସେମିଷ୍ଟର କିପରି ଲେଖିବେ। ତ ସେଇଭଳି ଆପଣ ଜାଣିପାରିବେ ଯେ ବହି ବୁକ୍ସରୁ ଆପଣ ବୁକ୍ସରୁ ଯେପରି ଆପଣଙ୍କର ଫାର୍ଷ୍ଟ ସେମିଷ୍ଟର ଆଉ ସେକେଣ୍ଡ ସେମିଷ୍ଟର ଲେଖିଥିବେ ତ ବିଶେଷ ମତେ କହିବାକୁ ପଡିବନି ଯେ ଆପଣ ଯେପରି ଲେଖିଥିବେ 5ଟା ୟୁନିଟରୁ ତ ଏଇ ଖାତାରେ ସେଇପରି ଆପଣ ଲେଖିପାରିବେ ଏଇ ବହିରୁ। ତାପରେ ଆପଣ ଆସିଲା ଯୋଉଟା କି ହଉଛି ଅଣ୍ଡରଷ୍ଟାଣ୍ଡିଂ ସେଲ୍ଫରେ ବି ଆପଣ ସେଇଭଳି ଆପଣଙ୍କର ଲେଖା ହେଇଥିବ ପ୍ରାକ୍ଟିକାଲ ରେକର୍ଡ ଆପଣ ଏଇଭଳିଆ ଲେଖା ହେଇଥିବ। ତ ଆପଣ ସେଠୁ ବି ଦେଖିକି ଅଣ୍ଡରଷ୍ଟାଣ୍ଡିଂ ବୁକରୁ ଆପଣ 5ଟା ୟୁନିଟ କରିକି ଲେଖିପାରିବେ। ଏଇଟା ଗଲା। ତାପରେ ଆପଣଙ୍କର ହଉଛି କଣ ନା ଆପଣଙ୍କର ଯୋଉଟା କି ହଉଛି ପେଡାଗୋଜି ପେପର ଯୋଉଟା ରହୁଛି ଆପଣଙ୍କର 4ଟା ବୁକ୍। ତ ପେଡାଗୋଜି ପେପର ଯେମିତି ଆପଣ ପେଡାଗୋଜି 1 କଣ ନା ଆପଣ ଫିଜିକାଲ ସାଇନ୍ସ କାହାର ଥିବ, ସରି ଆପଣଙ୍କର ସୋସିଆଲ ସାଇନ୍ସ କାହାର ଥିବ, ବାୟୋଲୋଜିକାଲ ସାଇନ୍ସ କାହାର ଥିବ, ମ୍ୟାଥ କାହାର ଥିବ ହେଲା। ତ ସେଇପରି ଆପଣଙ୍କର ଯାହାର ଯାହା ଥିବ ପେଡାଗୋଜି 1 ହେଟା ଲେଖିଦବ। 3ଟା ବୁକ୍ ଅଛି। ଯାହାର ପିସିଏମ୍ ପିଲା ତାର ମ୍ୟାଥ ଥିବ ପେଡାଗୋଜି 1 ରେ, ସିବିଜେଡ୍ ପିଲା ବାୟୋଲୋଜି ଥିବ, ଆର୍ଟ୍ସ ପିଲା ସୋସିଆଲ ସାଇନ୍ସ ଥିବ। ତ ସେ ଅନୁସାରେ 5ଟା ୟୁନିଟରୁ ଲେଖିପାରିବେ। ତାପରେ ଆସିଲା ଆପଣଙ୍କର ପେଡାଗୋଜି 2 କଣ ଇଂଲିଶ କାହାର ଥିବ ଆଉ କାହାର ଫିଜିକାଲ ସାଇନ୍ସ ଥିବ। ସେ ଅନୁସାରେ ଯାହାର ଯାହା ଥିବ ତ ସେ ଅନୁସାରେ 5ଟା ୟୁନିଟ ଦେଖିକି ଲେଖିପାରିବେ। ତାପରେ ଆସିଲା ଅବଜରଭେସନ 1 ପେଡାଗୋଜିର, ଆଉ ଗୋଟେ ହଉଛି ଅବଜରଭେସନ 2। ଆପଣ ମନେ ରଖନ୍ତୁ ପେଡାଗୋଜି 1 ଯୋଉଟା ଯାହାର ଥିବ ସେ ତାରି ଉପରେ ଆପଣ ଅବଜରଭେସନ 1 ଲେଖିବେ, ଆଉ ଅବଜରଭେସନ 2 ପେଡାଗୋଜି 2 ଉପରେ ଯାହା ଥିବ ଆପଣ ଅବଜରଭେସନ 2 ଲେଖିପାରିବେ। ଆପଣ ଅଲରେଡି ସେକେଣ୍ଡ ସେମିଷ୍ଟର ଦେଇକି ଆସିକି ଥାର୍ଡ ସେମିଷ୍ଟରରେ ପହଞ୍ଚୁଛନ୍ତି, ଆପଣ ଅବଜରଭେସନ କିପରି ଲେଖାଯାଏ ଆପଣ ଭଲ ଭାବରେ ଜାଣିଛନ୍ତି। ତ ଆପଣ ଚ୍ୟାନେଲର ପ୍ଲେଲିଷ୍ଟକୁ ଯିବେ, ସେକେଣ୍ଡ ସେମିଷ୍ଟରର ରେକର୍ଡ ରାଇଟିଂ ପ୍ୟାଟର୍ନରେ ଅଲରେଡି କୁହାଯାଇଛି ସେ କିପରି ଆପଣଙ୍କର ଅବଜରଭେସନ ଲେଖନ୍ତି। ତ ତାର ଡେମୋ ବି ମୁଁ ଦେଇଛି, ତ ଆପଣ ଆରାମସେ ଜାଣିଛନ୍ତି ଲେଖିଛନ୍ତି ବି ସେଇଭଳି ଆପଣ ଡିଟୋ କପି ପେଷ୍ଟ କରିଦେବେ ଏଇ ଅବଜରଭେସନ ଥାର୍ଡ ସେମିଷ୍ଟର ଅବଜରଭେସନରେ ଯେମିତି ଲେଖିଥିଲେ ଏଠି ସେମିତି ହିଁ ଲେଖିବେ। ତ ଏଇଟା ହଉଛି ଆପଣଙ୍କର ଅବଜରଭେସନ ଫର୍ମାଟଟା। ଆପଣ ଏଇଟାକୁ ଲେଖିଥିଲେ ସେକେଣ୍ଡ ସେମିଷ୍ଟରରେ ତ ସେଇଭଳିଆ ଥାର୍ଡ ସେମିଷ୍ଟରରେ ହିଁ ଲେଖିବେ। ତ ଏଇଟା ଆପଣଙ୍କର ଗୋଟେ ଡେମୋ ମୁଁ ଦେଇଥିଲି, ଦେଖିପାରିବେ। ଏ ଡେମୋରେ ଆପଣ କିପରି ଫିଲ୍ଅପ୍ କରାଯାଇଥିଲା ଅଲରେଡି ସେକେଣ୍ଡ ସେମିଷ୍ଟରରେ କିପରି ଲେଖିବେ ଏକ୍ସପ୍ଲେନ କରିକି ମୁଁ ବୁଝେଇଥିଲି। ତ ବିଶେଷ ମତେ ଏଇ ଭିଡିଓରେ କହିବାକୁ ପଡିବନି। ଆପଣ ଆରାମସେ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ସେକେଣ୍ଡ ସେମିଷ୍ଟର ରେକର୍ଡ ରାଇଟିଂ ପ୍ୟାଟର୍ନ ଯାଇକି ଆପଣ ଚ୍ୟାନେଲର ନ୍ୟୁଜ୍ ଆଣ୍ଡ ଅପଡେଟ୍ସରେ ଯାଇକି ଆପଣ ଦେଖିପାରିବେ। ଆଉ ଗୋଟେ 2ଟା ଏକ୍ସଟ୍ରା ଜିନିଷ କଣ ରହିଛି ଏଠି ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ। ଇଏ ହଉଛି ଲେସନ ପ୍ଲାନ୍ ବା ଆପଣଙ୍କର ସ୍କୁଲ ଇଣ୍ଟର୍ନସିପ ଖାତା, ଯୋଉଟାକି ଆପଣଙ୍କର ହଉଛି ଗୋଟେ ପେଡାଗୋଜି 1 ଯୋଉଟା ଯାହାର ସୋସିଆଲ ସାଇନ୍ସ ଥିବ, କାହାର ମ୍ୟାଥ ଥିବ, କାହାର ବାୟୋଲୋଜିକାଲ ସାଇନ୍ସ ଥିବ। ଆଉ ଆପଣଙ୍କର ପେଡାଗୋଜି 2 ହଉଛି କାହାର ଇଂଲିଶ ଥାଇପାରେ ଆଉ ଫିଜିକାଲ ସାଇନ୍ସ ଥାଇପାରେ। ତ ତାରି ଉପରେ ଆପଣ ଲେଖିବାର ଅଛି। ତ ତାର 2ଟା ପିଡିଏଫ୍ ଆପଣଙ୍କୁ ଦିଆଯିବ, ସେ ପିଡିଏଫ୍ରୁ ଆପଣ ଲେଖିବେ। ତ ଲେସନ ପ୍ଲାନ୍ ବି ଯଦି ଆସୁଥିବ ଯାହାକୁ ସେ ଲେସନ ପ୍ଲାନ୍ ବନେଇକି ବି 10ଟାରୁ 15ଟା ଭିତରେ ଲେସନ ପ୍ଲାନ୍ କରିକି ସ୍କୁଲ ଇଣ୍ଟର୍ନସିପ ଖାତାରେ ଆପଣ ଲେଖିପାରିବେ। ଆପଣ ଯଦି ସ୍କୁଲ ଇଣ୍ଟର୍ନସିପ ଖାତା ଲେଖୁଛନ୍ତି ତ ଆପଣ ଦେଖିପାରିବେ ଆପଣଙ୍କର ହଉଛି ସ୍କୁଲ ଇଣ୍ଟର୍ନସିପ ଖାତା ପାଇଁ ଗୋଟେ ପିଡିଏଫ୍ ଥାଏ। ଆପଣ ପିଡିଏଫ୍ ଲେଖିପାରିବେ ଯେପରି ଆପଣଙ୍କର ହଉଛି ସୋସିଆଲ ସାଇନ୍ସ ଯାହାର ଥିବ ତ ସୋସିଆଲ ସାଇନ୍ସରୁ ଆପଣ ଲେଖିପାରିବେ। ତ ସୋସିଆଲ ସାଇନ୍ସ ଲେଖିବାକୁ ହେଲେ ଆପଣଙ୍କର ଏଇ ହଉଛି ସୋସିଆଲ ସାଇନ୍ସର ଆପଣଙ୍କର ପିଡିଏଫ୍ ଯୋଉଠି ଆପଣଙ୍କର ଲେସନ ପ୍ଲାନ୍‌କୁ ଆପଣଙ୍କର ଫର୍ମାଟରେ ଲେଖିପାରିବେ। ଆରାମସେ ଲେଖିପାରିବେ। ତ ସେ କିଛି ଅସୁବିଧା ନାହିଁ। ଆପଣଙ୍କର ଯେଉଁଠି ବି ଆପଣ ବିଇଡି କରୁଥିବେ ସେ ଆପଣଙ୍କ ସଂସ୍ଥା ଆପଣଙ୍କୁ ପିଡିଏଫ୍ ଦେଇଦବ। ଆପଣ ଆରାମସେ ଲେଖିପାରିବେ। ନହେଲେ ଆପଣଙ୍କୁ ଯଦି ଲେସନ ପ୍ଲାନ୍ ଆସୁଥିବ ଆପଣ ଲେସନ ପ୍ଲାନ୍ ବି ଆପଣ ନିଜେ ବନେଇକି ଲେଖିପାରିବେ। ଆପଣଙ୍କର ସେ ସୋସିଆଲ ସାଇନ୍ସର ଥିବ, ଇଂଲିଶର ଥିବ, ବାୟୋଲୋଜିକାଲ, ସେ ମ୍ୟାଥର ଏଭଳିଆ ଡିଟେଲ୍ସ ଆପଣଙ୍କର ଥିବ। ଆପଣ ଆଶା କରୁଛି କିପରି ଲେଖିବେ ଆପଣ ଆରାମସେ ବୁଝିପାରୁଛନ୍ତି। 8 ନମ୍ବର ଅଫ୍ ରେକର୍ଡ ଆପଣଙ୍କୁ ଲେଖିବାର ଅଛି। ଆଉ ଆରାମସେ ଆପଣଙ୍କର ଏଇ ଯାହା ବତେଇଲି ସେଇ ଫର୍ମାଟ ଅନୁସାରେ ଲେଖନ୍ତୁ, କୌଣସି ଅସୁବିଧା ହବନି।
ତ ଆଜିକା ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।